ଆଗଟେ ଛାଡ଼ ଆଗ ଛିଡ଼ା ଆଉ କ'ଣ ଆଜ୍ଞା ଘଟଣା ହେଲା ଯେ ଆମ ଯୋଉ ଗାଁର ଯିଏ ମାରିଛି ରତ୍ନାକର ସାହୁ ଯିଏ ଟିମା ଆମର ଘଟଣା ହେଲା କି ଆଜି ଆମେ ସକାଳେ ଯିଏ ଯାହା ହାତ ଯୋଉ ଦି ଜଣ ହେଇଛନ୍ତି ସେ ଦି ଜଣ ଆମେ ଇଏ ମୋ ସହିତ ଥିଲା ମୁଁ ଆମେ ଗାଁର କିଛି ଲୋକ ଥିଲୁ ସେ ଜାଗା ଉପରେ ଥିଲୁ ଯେତେବେଳେ ଆମ ଗାଡ଼ି ଗୋଟେ ଜାଗା ଉପରେ ସେଠି ଆମେ ରଖିଥିଲୁ ଖାଲି ଗାଁ ଯୋଉ ଛକ କତରେ ଗାଡ଼ି ସବୁ ଘେରା ହେଇକି ରଖା ହେଇଥିଲା ନର୍ମାଲ ରଖିଥିଲୁ ଆମେ ବସିଥିଲୁ ସେଇଠି ଯିଏ ମାରିଛି ଯୋଉ ରତ୍ନାକର ସାହୁ ଯିଏ ସିଏ ଆସିଲେ ସେଇ ଟାଇମରେ ଆସିଲା ଆସିକି କହିଲା ଆଉ ଆସିଲା ବସିଲା ତାପରେ ଲୋକ ଆସିକି ପଚାରିଲେ ଅଲଗା ଲୋକ ଗାଁ ଲୋକ ପଚାରିଲେ କି ଆଜି କ'ଣ ରାସ୍ତାରେ କ'ଣ ସବୁ ବାଇକ୍ ଫାଇକ୍ କ'ଣ ଷ୍ଟ୍ରାଇକ୍ ହେଇଛି କି ସେଇଠି ଆମର ଆଉ ଜଣେ ଅଛନ୍ତି ଗାଁରେ ଭାଇ ବଡ଼ ଭାଇ ଜଣେ ପ୍ରସନ୍ନ ଭାଇ ସେ କହିଲେ କି ହଁ ଗୋଟେ ମଜାରେ କହିଲେ ଆମେ ଗାଁରେ ଷ୍ଟ୍ରାଇକ୍ କରୁଛୁ ଆମ ଗାଁ ଗୋଟେ ରିସେଣ୍ଟ ଗୋଟେ କେସ୍ ଚାଲିଛି ସ୍ୱାମୀ ସ୍ତ୍ରୀଙ୍କର କେସ୍ ଚାଲିଛି ତାଙ୍କର ଝଗଡ଼ା ପାଇଁ ତାଙ୍କର ସେଇ ଗତ 2 ଦିନ ତଳେ ଏଇ ଯିଏ 2 ଜଣ ଆହତ ହେଇଛନ୍ତି ସିଏ ଆଉ ଆମ ଗାଁ 2-3 ଜଣ ଲୋକ ସେମାନେ ଯାଇଥିଲେ ତାଙ୍କର ଯୋଉ କେସ୍ ହେଇଛି ସେ ଯୋଉ ସ୍ୱାମୀ ସ୍ତ୍ରୀଙ୍କର ତାଙ୍କ ଘରକୁ ଯାଇଥିଲେ ମାନେ ବୁଝାମଣା କରିବା ପାଇଁ ହେଲା ତାପରେ ସେଇ କଥାରେ ଆଉ ଗୋଟେ ଲୋକଟାକୁ ପଚାରିଲା କି ତମେ ବୋଲି ତମେ ମାନେ କରିପାରୁନ ଯାଇକି କେସ୍ ସମାଧାନ କରିପାରୁନ ଆଉ ସେ ଯିଏ ମାଙ୍କୁ ହାଣିଛି ସେ କହିଲା କି ଏଗୁଡ଼ା ସବୁ ମାନେ ଖରାପ ଭାଷାରେ ସବୁ କହିଲା ନୋବଡ଼ା ଫୋବଡ଼ା ଏମିତି ସବୁ ଦୁନିଆ କଥା କହିକି କହିଲା କି ତମେ ମାନେ ବୋଲି ହିଁ ଯାଇପାରୁନ ସେ ଜାଗାକୁ ମାନେ ସମାଧାନ କରିପାରୁନ ଆଉ ଭଲ ଲୋକ ହେଇଥିଲେ ସମାଧାନ କରିପାରିଥାନ୍ତେ ସେଇଠୁ ହେଲା ତାପରକୁ ସେଇଠୁ ମାନେ ରାଗ ରଖିକି ମାନେ ଗୋଟେ କହିଲେ ଏମାନେ ଯାଇକି ପଚାରିଲେ ସେ ତ ଆସିଲା ଆମ ଗାଁ ଛକ କତିକି ଯେତେବେଳେ ଆସିଲା ଆମର ପ୍ରଶ୍ନ ଆସି ଯାଇ ପଚାରିଲେ ଯେତେବେଳେ କି କ'ଣ କହୁଥିଲୁ ଏମିତି ସେମିତି ସେ ଡାଇରେକ୍ଟ କହିଲା କି ମୁଁ ହାଣିଦେବି କାଟିଦେବି ଡାଇରେକ୍ଟ ସେ ଯୋଉ କହିଲା ପରେ ତାପରେ ଏମିତି ଧସରା ଧସରି ହେଲା ପରେ ତାପରେ ସେ ସେଇଠୁ କହିଲା କି ମୋ ବାପାଙ୍କୁ ଡାକିକି ନେଇକି ଆସିବି କହିକି ପଳେଇଲା ତାଙ୍କ ଘର ଲୋକ ଆସିଲେ ତାଙ୍କ ଘର ଲୋକଙ୍କୁ ପଚରା ହେଲା ସେ କହିଲେ କି ଆମେ ଜାଣିନୁ ଫୋନ୍ ସୁଇଚ୍ ଅଫ୍ କରିଦେଇ ପଳେଇଲା ଏଇ 8:30 ଖଣ୍ଡ ବେଳେ ମୁଁ ଥିଲି ଆମ ପୋଲ ପାଖରେ ସେଇଠି ସେପଟ ଆମ ଲୋକ ଆସି ଦେଖିକି କହିଲେ କି ସେ ଅଛି ଆମ ଆଗ ପୋଲ ପାଖରେ ଯାଇକି ସେଇଠି ସେ ଠିଆ ହେଇଛି ଲୁଚିକି ରହିଛି ତାପରେ ଏମାନେ ତ ଖବର ପାଇକି ଆମେ ସବୁ ଗଲୁ ଇଏ 2 ଜଣ ଆଗରେ ଯାଉଥିଲେ ଯେତେବେଳେ ସେ ଗୋଟେ ଭୁଜାଲି ରଖିଥିଲା ଭୁଜାଲି ରଖିକି ଆଗେ ଭାଇଙ୍କୁ ବେକକୁ ଗୋଟେ ପାହାର ପକେଇଲା ତାଙ୍କୁ ବଞ୍ଚେଇବାକୁ ଯେତେବେଳେ ଯୋଉ ବଟକୃଷ୍ଣ ସାହୁ ଯେତେବେଳେ ବଞ୍ଚେଇବାକୁ ଯାଇ କହିଲେ ତାଙ୍କର ଗୋଡ଼ ହାତ ସବୁ ଆହତ ହେଇଛି ଏତିକି କଥାରେ ଆମେ ମେଡିକାଲ ନେଇକି ଡାଇରେକ୍ଟ ମେଡିକାଲ ନେଇକି ଟ୍ରାନ୍ସଫର କଲୁ ସେ ପିଲାଙ୍କୁ କ'ଣ ଗାଁ ଲୋକ କରିଥିବେ ଆମେ ଏତିକି ଜାଣିନୁ ତାପରେ ଏତିକି କଥା ଉଦ୍ଧାର କଲୁ ପୁରା କେନାଲ ଭିତରେ କାଦୁ ଫାଦୁ ହେଇକି ବ୍ଲଡ ପୁରା ହେଇଯାଇଥିଲା ପୁରା ଭୁଜାଲି ଫୁଜାଲି ସବୁ ଯୋଉଟା ସବୁ ଥିଲା ତାକୁ ଆମେ ରଖିଲୁ ନେଇ ଗୋଟେ ଜାଗାରେ ସବୁ ସେ ଲୋକଙ୍କୁ ବିଦା କରିକି ଆମେ ଗାଡ଼ି କରିକି ନେଇକି ଆସିଲୁ ତାଙ୍କୁ ମେଡିକାଲ ଅବସ୍ଥା ସିରିୟସ୍ ପୁରାପୁରି ଆଉ ଜଣେ ଡେଥ୍ କରିଯାଇଛନ୍ତି ଆଉ ଆଜ୍ଞା ହଁ ସେ ଧରା ପଡ଼ିଛନ୍ତି ଅଛନ୍ତି ଗାଁରେ ତାଙ୍କୁ ପୁଣି ଆମ ଗାଁର ଜଣେ ଲୋକ ଆଶ୍ରୟ ଦେଇକି ତାଙ୍କ ଘରେ ନେଇକି ରଖିଛି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏ ହତ୍ୟାକାଣ୍ଡ ଘଟିଛି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଯୋଉ ପିଲାର ମୃତ୍ୟୁ ହେଇଛି ତାକୁ ଧାରୁଆ ଭୁଜାଲିରେ ଆକ୍ରମଣ ହେଇଛି ତାର ବେକକୁ ଆକ୍ରମଣ ହେଇଛି ତାର ଛାତିକୁ ଆକ୍ରମଣ ହେଇଛି ତା ଜଙ୍ଘକୁ ମଧ୍ୟ ଆକ୍ରମଣ ହେଇଛି ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ହେଇଛି ଧାରୁଆ ଭୁଜାଲିରେ ତାକୁ ହଣା ଯାଇଛି ଏଇ କାଣ୍ଡ ଯିଏ ଘଟେଇଛନ୍ତି ଜଣେ ଘଟେଇଛନ୍ତି ନା ଆଉ ନା ଜଣେ ଲୋକ ଏସବୁ କାମ କରିଛି ତାହା ଯେହେତୁ ଇଏ ହାତରେ କିଛି ନଥିଲା ଇଏ ଏକୁଟିଆ ଘରକୁ ଫେରୁଥିଲା ତାର ସୁଯୋଗ ନେଇକି ତାକୁ ଏମିତି ହତ୍ୟା କରିଛନ୍ତି ଏବଂ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଆମେ ଦୁଃଖ ପ୍ରକାଶ କରୁଛୁ ସେ ଗାଁର ୱାର୍ଡ ମେମ୍ବର ଥିଲା ବହୁତ ସୁନ୍ଦର ପିଲା ଭଦ୍ର ପିଲା ତା ପ୍ରତି ଏମିତି ଅନ୍ୟାୟ ହେବ କେବେ ଆମେ ଭାବିନଥିଲୁ ତ ଯାହା ହଉ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛି ଏବଂ 2 ଜଣଙ୍କୁ ତା ହେଫାଜତକୁ ଆଣିଛି 2 ଜଣ ବର୍ତ୍ତମାନ ଜେଲରେ ଥାନାରେ ଅଛନ୍ତି ପୋଲିସ ତଦନ୍ତ ଜାରି ରଖିଛି ନିଶ୍ଚିତ ଭାବରେ ଦୋଷୀକି ଉପଯୁକ୍ତ ଦଣ୍ଡ ମିଳିବ ଏ ଭରସା ଆମ ଭଣ୍ଡାରୀପୋଖରୀ ପୋଲିସ ଠାରେ ଅଛି ଜଣେ ବ୍ୟକ୍ତି ନା ଆଉ କିଏ ଆକ୍ରମଣ ଶିକାର ହେଇଛି ନା 2 ଜଣ ବ୍ୟକ୍ତି ଆକ୍ରମଣ ଶିକାର ହେଇଛନ୍ତି ଜଣଙ୍କର ମୃତ୍ୟୁ ହେଇଛି ଏବଂ ଆଉ ଜଣେ ଜୀବନ ସହିତ ସଂଘର୍ଷ କରୁଛି ବଞ୍ଚିବା ପାଇଁ ଯାଜପୁର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାହେଇଥିଲା ଯାଜପୁର ହସ୍ପିଟାଲ ଏବେ ତାଙ୍କୁ କଟକ ରେଫର କରିଛି ବର୍ତ୍ତମାନ ସେ କଟକ ଯିବେ ତାଙ୍କ ପରିସ୍ଥିତି ମଧ୍ୟ ସାଂଘାତିକ ହେଇଛି ତେଣୁ ଆମର ଭରସା ଅଛି ପୋଲିସ ପ୍ରଶାସନ ଉପରେ ନିଶ୍ଚିତ ଭାବରେ ସିଏ ଯୋଉମାନେ ଦୋଷୀ ଅଛନ୍ତି ଏଥିରେ ଘଟଣାର ଯୋଉମାନେ ଦାୟୀ
ନିଶ୍ଚିତ ଭାବରେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ଯିଏ ମୃତ୍ୟୁବରଣ ତାଙ୍କ ନାଁ କଣ ଆଉ ଯିଏ ଆକ୍ରମଣ ଶିକାର ହେଇଥିଲେ, ଯିଏ ଯାହାର ଗୁରୁତର- ମୃତ୍ୟୁବରଣ ହେଇଛି ତା ନାଁ ହଉଛି ଜଗନ ସାହୁ। ଏବଂ ଯୋଉ ପିଲାଟି ଆମର ଯାଇଛି ହସ୍ପିଟାଲରେ ଏବେ ଚିକିତ୍ସାଧୀନ ଅଛି, ତା ନାଁଟା ମୁଁ ଠିକରେ ଜାଣିନି। ବଟକୃଷ୍ଣ ସାହୁ। ବଟକୃଷ୍ଣ ସାହୁ ଯିଏ ଅଛି ଏବେ ହସ୍ପିଟାଲରେ। ଆଜ୍ଞା।